ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଦିବ୍ୟ ଅମୃତ ଶୃଙ୍ଖଳାର 6 ନମ୍ବର ଗଳ୍ପ ଦଶାବତାର ଓ ବିଜ୍ଞାନ। ଆଜି ଏହି ଗଳ୍ପରେ ମୁଁ ଆପଣମାନଙ୍କୁ ଭଗବାନ ବିଷ୍ଣୁଙ୍କର 10 ଅବତାର ଓ ଏହା ପଛରେ ଥିବା ବୈଜ୍ଞାନିକ ରହସ୍ୟ ବିଷୟରେ କହିବି। କିଭଳି ଭାବରେ ପାଶ୍ଚାତ୍ୟ ସଭ୍ୟତା, ସଂସ୍କୃତି ଓ ବିଜ୍ଞାନଠୁ ଆମର ପୁରାଣ, ବେଦ, ଶାସ୍ତ୍ର ଇତ୍ୟାଦି ଅନେକ ଉନ୍ନତ ଧରଣର ଏବଂ ଆଦିମ କାଳରୁ ଚାଲି ଆସିଛି, ସେ ବିଷୟରେ ଏଇଥିରେ ଆଜି ମୁଁ ଆପଣଙ୍କୁ କହିବି। ତେବେ ଡେରି ନକରି ଆସନ୍ତୁ ଶୁଣିବା। ପାଶ୍ଚାତ୍ୟ ବୈଜ୍ଞାନିକ ଡାରୱିନ୍ ଯେଉଁ ଇଭଲ୍ୟୁସନ୍ ବା ବିବର୍ତ୍ତନବାଦ ବିଷୟରେ ମତ ଦେଇଛନ୍ତି, ସେ ବିଷୟରେ ଭଗବାନ ବିଷ୍ଣୁଙ୍କର 10 ଅବତାର ହିଁ ସର୍ବଶ୍ରେଷ୍ଠ ପ୍ରମାଣ। ଆମେ ଏହି ବିଷୟରେ କୋଟି କୋଟି ବର୍ଷ ହେଲା ଜାଣିଛେ। ତେବେ ଯେତେବେଳେ ଅର୍ଜୁନଙ୍କୁ ଭଗବାନ ନିଜର ବିଶ୍ୱରୂପ ଦର୍ଶନ କରାଇଥିଲେ, ସେହି ସମୟରେ ନିଜର ସମସ୍ତ 10 ଅବତାରକୁ ଦର୍ଶନ କରାଇ କହିଥିଲେ ଯେ ସୃଷ୍ଟିର ଆରମ୍ଭରେ ହିଁ ମୁଁ ଥିଲି ଏବଂ ସୃଷ୍ଟିର ଶେଷରେ ହିଁ ମୁଁ ରହିବି। ଯଦି ଆପଣମାନେ ଭଗବାନ ବିଷ୍ଣୁଙ୍କର ପ୍ରଥମ ଅବତାର ଅର୍ଥାତ୍ ମତ୍ସ୍ୟ ଅବତାରକୁ ଦେଖିବେ, ତାହାହେଲେ ଜାଣିପାରିବେ ଯେ ଆଜି ବିଜ୍ଞାନ କହୁଛି ଜଳରୁ ହିଁ ଜୀବଙ୍କର ସୃଷ୍ଟି। ତେଣୁ ମତ୍ସ୍ୟ ଅବତାର ଜଳରେ ହିଁ ସୃଷ୍ଟି ହୋଇଥିଲା। ଗୋଟିଏ ମାଛ ଯେଭଳି ଭାବରେ ଜଳରେ ହିଁ ବଞ୍ଚେ, ଜଳରେ ହିଁ ଶ୍ୱାସକ୍ରିୟା କରେ ଏବଂ ଜଳରେ ହିଁ ତାର ଖାଦ୍ୟ ଅନ୍ୱେଷଣ କରିଥାଏ, ଏହା ହିଁ ଜଳ ହିଁ ସୃଷ୍ଟିର ବା ଜୀବନର ଆଧାର। ମତ୍ସ୍ୟ ଅବତାରରୁ ଆମେ ଏହି ପ୍ରମାଣ ପାଇଥାଉ। ଭଗବାନ ବିଷ୍ଣୁଙ୍କର ଦ୍ୱିତୀୟ ଅବତାର ହେଉଛି କଚ୍ଛପ ବା କୁର୍ମ ଅବତାର। କଚ୍ଛପ ଜଳରେ ବାସ କରେ ସତ, କିନ୍ତୁ ଏହାର 4ଟି ଗୋଡ଼ ଥାଏ ଏବଂ ଏହା ସ୍ଥଳଭାଗରେ ବାସ କରିପାରେ, ଶ୍ୱାସକ୍ରିୟା ମଧ୍ୟ କରିପାରେ। ମତ୍ସ୍ୟ ଯେଉଁ ପକ୍ଷ ଦ୍ୱାରା ଜଳରେ ପହଁରୁଥିଲା, କଚ୍ଛପ ସେହି ପକ୍ଷଗୁଡ଼ିକ କଚ୍ଛପ ଦେହରେ ଗୋଡ଼ରେ ପରିବର୍ତ୍ତନ ହେଇଛି ଏବଂ ସେ ଜଳ ଏବଂ ସ୍ଥଳ ଉଭୟରେ ଶ୍ୱାସକ୍ରିୟା କରିପାରୁଛି, ବଞ୍ଚିପାରୁଛି, ଖାଦ୍ୟ ମଧ୍ୟ ଅନ୍ୱେଷଣ କରିପାରୁଛି। ଭଗବାନ ବିଷ୍ଣୁଙ୍କର ତୃତୀୟ ଅବତାର ହେଉଛି ବରାହ ଅବତାର। ଏହି ଅବତାରରେ ସେ ପୃଥିବୀକୁ ଜଳରେ ବୁଡ଼ିଯିବାରୁ ରକ୍ଷା କରିଥିଲେ। ଏହାର ଅର୍ଥ ଏଇଆ ଯେ ଯେଉଁ ଜୀବ ଜଳରେ ସୃଷ୍ଟି ହୋଇଥିଲା ଏବଂ ଧୀରେ ଧୀରେ ସ୍ଥଳଭାଗରେ ପରିବ୍ୟାପ୍ତ ହେଉଥିଲା, ତାହା ଜଳରେ ବିଲୀନ ହୋଇଯାଇଥାନ୍ତା, କିନ୍ତୁ ବରାହ ଅବତାର ଦ୍ୱାରା ସେ ଧୀରେ ଧୀରେ ଜଳଭାଗରୁ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଲେ। ସ୍ଥଳଭାଗରେ ବରାହ ଗୋଟିଏ ଏମିତି ପଶୁ ଯିଏକି ଭାରି ଦୃଢ଼ ଏବଂ ଏହା ଶାକାହାରୀ ମଧ୍ୟ। ଏହା ଜଙ୍ଗଲରେ ବାସ କରେ। ଏହାଦ୍ୱାରା ଭଗବାନ ବିଷ୍ଣୁଙ୍କର ଏହି ଅବତାରରୁ ଜଣାପଡ଼ୁଛି ଯେ ଧୀରେ ଧୀରେ ସ୍ଥଳଭାଗ ପ୍ରାଣୀମାନଙ୍କର ବିକାଶ ହୋଇଥିଲା ଏବଂ ବିକାଶ ଜଙ୍ଗଲରେ ହିଁ ହୋଇଥିଲା। ବିଷ୍ଣୁଙ୍କର ଚତୁର୍ଥ ଅବତାର ହେଉଛନ୍ତି ପ୍ରଭୁ ନରସିଂହ ଅବତାର, ଯେଉଁଥିରେ ନର ବା ମନୁଷ୍ୟ ଏବଂ ସିଂହ ବା ଏକ ପଶୁ ଦୁହିଁଙ୍କର ସମନ୍ୱୟ ହେଇଛି। ଏହା ଦର୍ଶାଉଛି ଯେ ମନୁଷ୍ୟ ଧୀରେ ଧୀରେ ପଶୁରୁ ହିଁ ମଣିଷ ପାଲଟିଛି। ପଶୁ ଅର୍ଥାତ୍ ସିଂହ ଏକ ମାଂସାହାରୀ ପଶୁ, ଯାହାକି ହିଂସ୍ର, ଯାହାକି ବରାହଠାରୁ ଅଧିକ ହିଂସ୍ର ଏବଂ ଧୀରେ ଧୀରେ କିଭଳି ଭାବରେ ସେ ମନୁଷ୍ୟର ରୂପ ଗ୍ରହଣ କରିଛି, ତାହାର ପ୍ରମାଣ ହେଉଛି ଭଗବାନ ନରସିଂହଙ୍କର ଅବତାର। ଭଗବାନ ବିଷ୍ଣୁଙ୍କର ପଞ୍ଚମ ଅବତାର ହେଉଛି ବାମନ ଅବତାର। ବାମନ ଅର୍ଥାତ୍ ଛୋଟିଆ ମଣିଷ। ଏହା ଦର୍ଶାଉଛି ଯେ ମନୁଷ୍ୟ ପଶୁରୁ ଯେତେବେଳେ ମଣିଷ ହେଲା, ତାପରେ ଧୀରେ ଧୀରେ ଉନ୍ନତି କଲା। ପ୍ରଥମେ ସେ ଛୋଟିଆ ବା କମ୍ ଉଚ୍ଚତାର ମଣିଷଟିଏ ହେଲା। ଏହା ସହିତ ତା ମଧ୍ୟରେ ଧୀରେ ଧୀରେ ବିଦ୍ବତା ବା ଜ୍ଞାନ ଆସିଲା ଏବଂ ତାହାର ପାଦ ପୃଥିବୀରେ ରହିଲା, ଅର୍ଥାତ୍ ସେ ପୃଥିବୀ ସହିତ ଜଡ଼ିତ ହୋଇ ରହିଲା। ଏହା ଦର୍ଶାଉଛି ଯେ ମନୁଷ୍ୟ ଧୀରେ ଧୀରେ କିଭଳି ଭାବରେ ପୃଥିବୀରେ ପ୍ରଥମେ ବସବାସ ଆରମ୍ଭ କଲା।
ବିଷ୍ଣୁଙ୍କର ଷଷ୍ଠ ଅବତାର ହେଉଛନ୍ତି ପ୍ରଭୁ ପରଶୁରାମ ଅବତାର, ଯିଏକି ହାତରେ ପାର୍ଶା ବା ପରଶୁ ଧାରଣ କରିଛନ୍ତି। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତତାୟୀ ବା ହିଂସ୍ର ମନୁଷ୍ୟ ବା କ୍ଷତ୍ରିୟମାନଙ୍କର ନାଶ କରିବା। ତେଣୁ ଏହା ଦର୍ଶାଉଛି ଯେ ମନୁଷ୍ୟ ଯେତେବେଳେ ଧୀରେ ଧୀରେ ପୃଥିବୀରେ ବସବାସ ଆରମ୍ଭ କଲା, ତାର ମୁଖ୍ୟ କର୍ତ୍ତବ୍ୟ ହେଲା ସର୍ଭାଇଭ୍ କରିବା ପାଇଁ ବା ତିଷ୍ଠି ରହିବା ପାଇଁ ଯେଉଁମାନେ ପୃଥିବୀର କ୍ଷତି କରୁଛନ୍ତି ସେମାନଙ୍କୁ ନାଶ କରିବା ଏବଂ ନିଜେ ହଣ୍ଟିଂ ବା ଗାଦରିଂ ଉପାୟରେ ଖାଦ୍ୟ ଅନ୍ୱେଷଣ କରିବା। ପରଶୁରାମ ଆଶ୍ରମରେ ବାସ କରୁଥିଲେ, କିନ୍ତୁ ଆମେ ଯଦି ଭଗବାନ ଶ୍ରୀରାମଙ୍କ ଦେଖିବା ତାହାହେଲେ ସେ ଭଗବାନ ବିଷ୍ଣୁଙ୍କର ହେଉଛନ୍ତି ସପ୍ତମ ଅବତାର, ଯିଏକି ସମାଜରେ ବାସ କଲେ, ସମାଜରେ ରାଜ୍ୟ ପ୍ରତିଷ୍ଠା କରି ଚଳାଇଲେ ଏବଂ କେବଳ ଧନୁର୍ବିଦ୍ୟା ହିଁ ଆପଣେଇଲେ, ଯାହାଦ୍ୱାରା ସେ ସମାଜରେ ନ୍ୟାୟର ପ୍ରତିଷ୍ଠା କରିପାରିବେ। ତେଣୁ ସାମାଜିକ ହୋଇ ଚଳିବା ଏବଂ ସମାଜରେ ରାଜ୍ୟ ସ୍ଥାପନା କରିବା, ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଶୁଣିବା ଏବଂ ମନରେ ଇମୋସନ୍, ଦୟା, କ୍ଷମା ଏଭଳି ଗୁଣ ଆଚରଣ କରିବା ଧୀରେ ଧୀରେ ମନୁଷ୍ୟର ମାନସିକତାର ବିକାଶ ହେବା ଇତ୍ୟାଦିର ପ୍ରମାଣ ମିଳେ ଭଗବାନ ବିଷ୍ଣୁଙ୍କର ଶ୍ରୀରାମ ଅବତାରରୁ। ଆପଣମାନେ ଜାଣିପାରୁଥିବେ ଯେ ଧୀରେ ଧୀରେ ମନୁଷ୍ୟର ଅସ୍ତ୍ରଶସ୍ତ୍ର ଧରିବା ଏବଂ ଚାଳନା କରିବାର କ୍ଷମତା କିଭଳି ଭାବରେ ବଢ଼ୁଛି। ଯେତେବେଳେ ନରସିଂହ ଅବତାରରେ ଥିଲେ ସେତେବେଳେ ଭଗବାନ ନିଜ ନଖକୁ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ। ଯେତେବେଳେ ବାମନ ରୂପେ ଥିଲେ ସେତେବେଳେ ଭଗବାନ ଗୋଟିଏ କାଠିକୁ ନିଜର ଅସ୍ତ୍ର ରୂପେ ବ୍ୟବହାର କରିଥିଲେ। ଯେତେବେଳେ ସେ ପରଶୁରାମ ରୂପ ନେଲେ ସେତେବେଳେ ପାର୍ଶା ବା ପରଶୁକୁ ନିଜର ହତିଆର ରୂପେ ଗ୍ରହଣ କଲେ, ଯାହାକି ଗୋଟିଏ ହାତରେ ଧରି ଅନ୍ୟ ଜଣଙ୍କ ଉପରେ ପ୍ରହାର କରିହେବ। କିନ୍ତୁ ଯେତେବେଳେ ରାମ ଅବତାରକୁ ଆସିଲେ ସେତେବେଳେ ଧନୁର୍ବିଦ୍ୟାର ପ୍ରୟୋଗ କଲେ। ଏହା ସୂଚାଉଛି ଯେ ଗୋଟିଏ ହାତରେ ଧନୁ ରଖି ଶରକୁ ଯଦି ଆମେ ମାରିବା ତେବେ ଦୂରରେ ଥିବା କୌଣସି ବ୍ୟକ୍ତି ବିଶେଷ ଉପରେ ସେ ଶର ଯାଇ ପ୍ରଭାବ ପକାଇବ। ତେଣୁ ଧୀରେ ଧୀରେ ଅସ୍ତ୍ର ଚାଳନାର କ୍ଷମତା ସହିତ ମନୁଷ୍ୟର ବୁଦ୍ଧିର ବିକାଶ ମଧ୍ୟ ହେଉଛି, ଯାହାଦ୍ୱାରା ମନୁଷ୍ୟ ମଧ୍ୟରେ ଧୀରେ ଧୀରେ ଜ୍ଞାନ ବୁଦ୍ଧି ବଢ଼ିବା ସହିତ ହିଂସ୍ର ପ୍ରବୃତ୍ତି କମିବା ସହିତ ମର୍ଯ୍ୟାଦାର ଉନ୍ନତି ହେଉଛି। ଏହାପରେ ଭଗବାନ ଶ୍ରୀକୃଷ୍ଣ ଅବତାରରେ ସୁଦର୍ଶନ ଚକ୍ରର ବ୍ୟବହାର କରିଛନ୍ତି, ଯାହାଦ୍ୱାରା ସେ ଗୋଟିଏ ଜାଗାରେ ହାତରେ କୌଣସି ଅସ୍ତ୍ରକୁ ନିଜର ଆଙ୍ଗୁଳି ଦ୍ୱାରା ନିଜର ବୁଦ୍ଧି ଦ୍ୱାରା ତାକୁ ନିୟନ୍ତ୍ରଣ କରୁଛନ୍ତି, ଯାହା ଦୂରକୁ ଯାଇ କାହାକୁ ମାରୁଛି ଏବଂ ପୁନଶ୍ଚ ନିଜ ପାଖକୁ ଫେରି ଆସୁଛି। ବିଷ୍ଣୁଙ୍କର ଅଷ୍ଟମ ଅବତାରକୁ ନେଇ ଅନେକ ସନ୍ଦେହ ମନରେ ଆସେ ଯେ ଶ୍ରୀକୃଷ୍ଣ ହେଉଛନ୍ତି ନରନାରାୟଣ ଋଷିଙ୍କର ଅବତାର ଏବଂ ବଳରାମ ହେଉଛନ୍ତି ଶେଷନାଗଙ୍କର ଅବତାର। ତେବେ ଆମେ ଜାଣି ରଖିବା ଉଚିତ ଯେ ଥରେ ଈଶ୍ୱର ଯେଉଁ ଅବତାର ଗ୍ରହଣ କରନ୍ତି ସେଥିରେ ତାଙ୍କର ସମଗ୍ର ଅସ୍ତିତ୍ୱର ଅବତାର ରୂପେ ଅର୍ଥାତ୍ ଶେଷନାଗ, ବିଷ୍ଣୁ ଏବଂ ଲକ୍ଷ୍ମୀ ଏକାଥରକେ ସେ ଅବତାର ରୂପେ ଆସନ୍ତି। ତେଣୁ ଅଷ୍ଟମ ଅବତାରରେ ଉଭୟ କୃଷ୍ଣ ବଳରାମ ମଧ୍ୟ ଆସିବେ। ଏଥିରେ ଆମେ ଜାଣିବା ଯେ ସୁଦର୍ଶନ ଚକ୍ର ଶ୍ରୀକୃଷ୍ଣ ପ୍ରୟୋଗ କରୁଥିଲେ। ଏହା ସହିତ ସେ ବଂଶୀବାଦକ ଥିଲେ, ଅର୍ଥାତ୍ ଧ୍ୱନି ବିଦ୍ୟା ମନୁଷ୍ୟ ସେତେବେଳେ ଶିଖିଲା ଏବଂ ଧ୍ୱନି ବିଦ୍ୟା ଦ୍ୱାରା କିଭଳି ଭାବରେ ଅନ୍ୟମାନଙ୍କର ମନକୁ ନିୟନ୍ତ୍ରଣ କରିହୁଏ, ଗାଈ ଗୋରୁମାନଙ୍କୁ ନିୟନ୍ତ୍ରଣ କରିହୁଏ, ତାହା ଭଗବାନ ଶ୍ରୀକୃଷ୍ଣ ଦେଖାଇଲେ। ଏହା ସହିତ ଭଗବାନ ବଳରାମଙ୍କ ହାତରେ ଆପଣ ଦେଖିବାକୁ ପାଇବେ ଲଙ୍ଗଳ, ଅର୍ଥାତ୍ ମନୁଷ୍ୟ ଧୀରେ ଧୀରେ କୃଷି ବିଦ୍ୟା ଏବଂ ଗୋପାଳନ ଶିଖିଲା। ଭଗବାନଙ୍କର ଏହି ଅବତାରରୁ ଜଣାଯାଏ ଯେ ମନୁଷ୍ୟ ସାମାଜିକ ପ୍ରାଣୀ ହୋଇ କେବଳ ଯେ ବଞ୍ଚିବା ନୁହେଁ ବରଂ ଖାଦ୍ୟ ଉତ୍ପାଦନ କରିବା ଏବଂ ପଶୁପାଳନ କରିବା ଏବଂ ସେମାନଙ୍କୁ ନିୟନ୍ତ୍ରଣ କରିବା ଇତ୍ୟାଦି ବିବର୍ତ୍ତନବାଦ ସହିତ ଶିଖିପାରିଲା। ଏହା ସହିତ ମହାଭାରତ ଯୁଦ୍ଧ ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ପ୍ରମାଣ କରିଛନ୍ତି ଯେ ସମାଜରେ ବା ସଂସାରରେ ନ୍ୟାୟ ଏବଂ ଧର୍ମର ପ୍ରତିଷ୍ଠା ହିଁ, ଧର୍ମର ରକ୍ଷା ହିଁ ମନୁଷ୍ୟର ମୁଖ୍ୟ ଲକ୍ଷ୍ୟ। ଭଗବାନ ବିଷ୍ଣୁଙ୍କର ନବମ ଅବତାର ଅର୍ଥାତ୍ ବୁଦ୍ଧ ଅବତାରରେ ସେ ଦର୍ଶାଇଛନ୍ତି ଯେ ମନୁଷ୍ୟ ସମସ୍ତ ହିଂସା ଛାଡ଼ି ଅହିଂସା ଉପାୟରେ ଈଶ୍ୱରଙ୍କ ଆଡ଼କୁ ଆଗେଇ ଯିବା ଉଚିତ। ସମାଜର ଉନ୍ନତି ପାଇଁ ବୌଦ୍ଧିକ ବିକାଶ ସହିତ
ଆତ୍ମାର ବିକାଶ ମଧ୍ୟ ଆବଶ୍ୟକ। ତେଣୁ ଯାହାକି ମନୁଷ୍ୟକୁ ନିଜର ଅନ୍ତିମ ସ୍ଥଳ ଅର୍ଥାତ୍ ଈଶ୍ୱରଙ୍କଠାରେ ପହଞ୍ଚାଇ ଦେବ। ଭଗବାନ ବିଷ୍ଣୁଙ୍କର ଦଶମ ଅବତାର ହେଉଛି କଳ୍କୀ ଅବତାର। ଏହା ଏପର୍ଯ୍ୟନ୍ତ ଆସିନାହାନ୍ତି। ତେଣୁ ଆମେ ତାଙ୍କ ବିଷୟରେ କେବଳ ଏତିକି କହିପାରିବା ଯେ ଯେତେ ସବୁ ଅବତାର ଦ୍ୱାରା ମନୁଷ୍ୟର ବିବର୍ତ୍ତନବାଦ ବିଷୟରେ ଭଗବାନଙ୍କ ଦଶାବତାରର ସୂଚନା ମିଳେ, ସେ ସମସ୍ତର ଅନ୍ତିମ କାର୍ଯ୍ୟ ହେଉଛି ସମାଜରେ ସତ୍ୟର ପୁନଃସ୍ଥାପନା କରିବା। ପାପୀ ଏବଂ ପାପ ଉଭୟଙ୍କର ବିନାଶ କରି ସମାଜରେ ସତ୍ୟ ଏବଂ ନ୍ୟାୟର ପୁନଃସ୍ଥାପନା ଦ୍ୱାରା ପୁଣି ଥରେ ମନୁଷ୍ୟ ଜାତିର ଶୁଭାରମ୍ଭ କରିବା ହେଉଛି ଭଗବାନ କଳ୍କୀଙ୍କର ମୁଖ୍ୟ କାର୍ଯ୍ୟ। ଏଥିରୁ ଜଣାପଡ଼େ ଯେ ଯେଉଁ ବିବର୍ତ୍ତନବାଦ ବା ଇଭଲ୍ୟୁସନ ବିଷୟରେ ପାଶ୍ଚାତ୍ୟ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି, ତାହା ଈଶ୍ୱର ନିଜ ଅବତାର ଦ୍ୱାରା କୋଟି କୋଟି ବର୍ଷ ତଳେ ଆମମାନଙ୍କୁ ସୂଚନା ଦେଇ ଯାଇଛନ୍ତି। ତେଣୁ ଆଜିର ଏହି ଗଳ୍ପ ଥିଲା ଭଗବାନ ବିଷ୍ଣୁଙ୍କର ଦଶାବତାର ଏବଂ ତା ପଛରେ ଥିବା ବୈଜ୍ଞାନିକ ରହସ୍ୟ ବା କାରଣ ବିଷୟରେ। ଯଦି ଆପଣମାନଙ୍କୁ ଏହା ଭଲ ଲାଗେ, ତେବେ ନିଶ୍ଚିନ୍ତ ଭାବରେ ଭିଡ଼ିଓକୁ ଲାଇକ୍ଟିଏ କରନ୍ତୁ ଏବଂ ଚ୍ୟାନେଲ ଗପ ଅମୃତକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଆସିବି ଏଭଳି କିଛି ରୋଚକ ବୈଜ୍ଞାନିକ ଆଧ୍ୟାତ୍ମିକ ଗଳ୍ପ ସହିତ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।